ହର୍ଷ ଉତ୍ଫୁଲ୍ଲିତ ହୋଇ ଶ୍ରୀମନ୍ ମହାପ୍ରଭୁ ସ୍ୱରୂପ ଦାମୋଦର ଏବଂ ରାମାନନ୍ଦ ରାୟଙ୍କୁ କହିଲେ, ନାମ ସଂକୀର୍ତ୍ତନ ହିଁ କଳିଯୁଗର ସର୍ବଶ୍ରେଷ୍ଠ ଉପାୟ। ହର୍ଷେ ପ୍ରଭୁ କହେନ ଶୁନ ସ୍ୱରୂପ ରାମ ରାୟ, ନାମ ସଂକୀର୍ତ୍ତନ କହିଲ ପରମ ଉପାୟ। କଳିଯୁଗରେ ଭଗବାନଙ୍କର ନାମ ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ ଉଦ୍ଧାର ହେବା ପାଇଁ। ସେଥିପାଇଁ ଚୈତନ୍ୟ ମହାପ୍ରଭୁ 500 ବର୍ଷ ତଳେ ଆବିର୍ଭୂତ ହେଇ ଆମକୁ ଏହି ନାମ ତତ୍ତ୍ୱ ବିଷୟରେ ଆମକୁ ଶିକ୍ଷା ଦେଇଛନ୍ତି। କାହିଁକିନା କଳିଯୁଗରେ ନା କ'ଣ ଆପଣ କରିପାରିବେ, କଳିଯୁଗରେ କୌଣସି ଧର୍ମକର୍ମ କରିକି ନିଜକୁ ଆପଣ ଶୁଦ୍ଧ କରିପାରିବେ ନାହିଁ। ସେଥିପାଇଁ କଲୌତତ୍ ନାମ ସଂକୀର୍ତ୍ତନ, କେବଳ କଳିଯୁଗରେ ନାମ ସଂକୀର୍ତ୍ତନ ଦ୍ୱାରା ଜଣେ ବ୍ୟକ୍ତି ତାର ଜୀବନକୁ ଉଦ୍ଧାର କରିପାରିବ, ନିଜର ଚରିତ୍ରକୁ ବଦଳାଇ ପାରିବ, ନିଜକୁ ଶୁଦ୍ଧ କରିପାରିବ, ନିଜକୁ ଏ ଜଗତରୁ ମୁକ୍ତ କରିପାରିବ, ଜଣେ ଭଦ୍ର ବ୍ୟକ୍ତିରେ ପରିଣତ ହୋଇପାରିବ, ଆଉ ଜଣେ ଅନ୍ୟକୁ ସେ ଶିକ୍ଷା ମଧ୍ୟ ଦେଇପାରିବ। କାହିଁକିନା ଯେପର୍ଯ୍ୟନ୍ତ ଜଣେ ନିଜେ ଶୁଦ୍ଧ ନାହିଁ, ଯେପର୍ଯ୍ୟନ୍ତ ଜଣେ ନିଜକୁ ନିଜ ମାର୍ଜିତ ନାହିଁ, ସେ ଅନ୍ୟ ଜଣକୁ କ'ଣ ଶିକ୍ଷା ଦେବ, ଆଉ ଅନ୍ୟ ଜଣେ ତାଠାରୁ କ'ଣ ଶିକ୍ଷା ଲାଭ ବି କରିବେ।